ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଅନନ୍ତ ତୀର୍ଥରୁ ପରିବାର କ୍ଷେତ୍ରରୁ ଭଗବାନ ଶିଶୁ ଅନନ୍ତ, କ୍ଷୀରାବ୍ଦି ସାଇ ଅନନ୍ତ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଗତକାଲି ଆପଣମାନଙ୍କୁ କହିଥିଲି ଠାକୁରଙ୍କୁ ବା ଦେବାଦେବୀଙ୍କୁ କେତେ ଗୁଡ଼ିଏ ଦ୍ରବ୍ୟ ମାନସିକ କରି ଯାଚନ୍ତୁ ନାହିଁ। ତା ଭିତରେ କହିଥିଲି ଗଞ୍ଜେଇ ଦେବୀ ଅମୁକ କାମନା ପୂର୍ଣ୍ଣ ହେଲେ ଗଞ୍ଜେଇ ଯାଚନ୍ତୁ ନାହିଁ। ଗଞ୍ଜେଇ ପରିବର୍ତ୍ତେ ଆପଣମାନେ କଦଳୀ, ନଡ଼ିଆ, ସରଳ ବଣି ଏସବୁ ଯାଚନ୍ତୁ। ଏକଥା କାହିଁକି କହିଥିଲି? ସାରଳା ଗ୍ରାମରେ, ଜଗତସିଂହପୁର ଜିଲ୍ଲା ସାରଳା ଗ୍ରାମରେ ଯେଉଁ ଦଧିବାମନ ରୂପରେ ପତିତ ପାବନଙ୍କ ମୂର୍ତ୍ତି ପୂଜା ହେଉଛନ୍ତି, ତାଙ୍କୁ ଅନେକ ଲୋକ ଗଞ୍ଜେଇ ଯାଚନ୍ତି। ତେଣୁ ସେ କଥା କରିବା ଅନୁଚିତ। ସେହିଭଳି ଶିବ ମନ୍ଦିର ମାନଙ୍କରେ ଗଞ୍ଜେଇ ନ ଯାଚି କ୍ଷୀର, ଦହି, ଲହୁଣୀ ତାଙ୍କର ଯେଉଁଟା ଅତି ପ୍ରିୟ ଜିନିଷ, ସେସବୁ ଜିନିଷକୁ ଆପଣମାନେ ମାନସିକ କରନ୍ତୁ। ଖାଲି ଶିବ ମନ୍ଦିର ନୁହେଁ, ଅନେକ ମହାପୁରୁଷମାନଙ୍କ ସ୍ଥାନ ରହିଛି, ସେଠି ମଧ୍ୟ ଗଞ୍ଜେଇ ନ ଯାଚି ଆପଣମାନେ କ୍ଷୀର, ଦହି, ଲହୁଣୀ ଏସବୁ ଯାଚନ୍ତୁ। ଅନେକ ସ୍ଥାନରେ ରହିଛି ମଦ୍ୟ। କେତେକ ଦେବୀ ମନ୍ଦିରରେ ମଦ୍ୟ ମଧ୍ୟ ଭୋଗ ହେଉଛି। ତେଣୁ ଏସବୁ ଗୋଟେ ତନ୍ତ୍ର ଯୁଗର ଗୋଟାଏ ବିଧେୟ। ତେଣୁ ଏସବୁ ଜିନିଷ କେବେ ବି କରିବେ ନାହିଁ। ମଦ୍ୟ, ଗଞ୍ଜେଇ, ଚରସ, ବ୍ରାଉନ୍ ସୁଗାର ଏଗୁଡ଼ିକ, ଗୁଟୁକା ଏସବୁ ଜିନିଷରୁ ନିବୃତ୍ତ ରୁହନ୍ତୁ। ଆଉ ଗୋଟେ ବଡ଼ କଥା ହେଉଛି, ଆମର ଓଡ଼ିଶା କ'ଣ ଅନେକ ସ୍ଥାନରେ ମୁଁ ଦେଖିଛି ବଳି ଯାଚୁଛନ୍ତି। ବଳି କହିଲେ ପଶୁ ବଳି, କୁକୁଡ଼ା ବଳି, ଛେଳି ବଳି, ମେଣ୍ଢା ବଳି। ଏଭଳି କି ମୁଁ ଆସାମ
କାମାକ୍ଷାରେ ଦେଖିଛି ମଇଁଷି ବଳି ମଧ୍ୟ। ପ୍ରକୃତରେ ବଳି ଶବ୍ଦର ଅର୍ଥ ହେଉଛି ସମର୍ପଣ। ରାଜା ବଳି ଭଗବାନଙ୍କ ପାଦରେ ସ୍ଥାନ ପାଇଥିଲା। ସେଇଭଳି ଭାବରେ ବଳି ଆମର ଓଡ଼ିଶାର ଅଧିବାସୀ ହୁଅନ୍ତୁ କି ଭାରତର ଯେକୌଣସି ଅଧିବାସୀ ହୁଅନ୍ତୁ, ଆମେ ସବୁ ପୀଠକୁ ମଧ୍ୟ ଜଣେଇବୁ, କାମାକ୍ଷା ପୀଠକୁ ମଧ୍ୟ ଜଣେଇବୁ, ବଳିରୁ ନିବୃତ୍ତ ହୁଅନ୍ତୁ। ଯେଉଁଠି ଯେଉଁ ନିୟମଟା ଅଛି, କୌଣସି ପରମ୍ପରା କ୍ରମେ ଗୋଟିଏ ବଳି ପଡ଼ିବ, ସେଇଟା ଅଲଗା କଥା। ତା ଉପରେ ଆମେ ହସ୍ତକ୍ଷେପ କରିପାରିବୁନି। ସେଇଟା ସରକାରଙ୍କର, ପ୍ରଶାସନର ଏବଂ ମନ୍ଦିର ପ୍ରଶାସନ ଭିତରେ କଥା। କିନ୍ତୁ ଭକ୍ତମାନେ ସଚେତନ ହେଇ ବଳି ପରିବର୍ତ୍ତେ ମହୋତ୍ସବ ଯାଚନ୍ତୁ। ମିଠା, ଛେନାପୋଡ଼, ଆମ ଓଡ଼ିଶାର କଥା କହୁଛି, ମିଠା ତ ସବୁ ଜାଗାରେ ମିଳୁଛି। ଭଲ ଭଲ ଜିନିଷ, ଖାଦ୍ୟପେୟ ମାଙ୍କୁ ଯାଚନ୍ତୁ। ଆମର ଏଠି ଗର୍ଦ୍ଦପୁର ଗୋଟିଏ ଜାଗା ଅଛି, ସେଠି ଜାଗୁଳେଇ ପୀଠ, ସେଠି ମଧ୍ୟ ସେଇ ବୋଦାବଳି ପଡ଼ିବାର ପ୍ରଥା ବି ରହିଛି। କେଉଁଠି କେଉଁ ପ୍ରଥାଟି ରହିଛି, ସେଇଟା ଗୋଟିଏ ହେଇଛି ଗୋଟେ ପରମ୍ପରାକୁ ରକ୍ଷା କରିବା ପାଇଁ। କିନ୍ତୁ ସାଧାରଣ ଲୋକମାନେ ଏସବୁ କଥାରୁ ନିବୃତ୍ତ ହେବା ଉଚିତ। ଆସାମର କାମାକ୍ଷା ଠାରୁ ଆରମ୍ଭ କରି ପରାହାଟର ଭଗବତୀ ପୀଠ, ପରାହାଟ ଭଗବତୀ ପୀଠ, ଯେଉଁ ଦେବୀମାନଙ୍କୁ ଦେଖିଲେ ପେଟ ପୁରିଯାଏ, ସେହି ଦେବୀମାନଙ୍କ ପାଖରେ ପଶୁ ଚିତ୍କାର ବହୁତ ଦୁଃଖ ସୃଷ୍ଟି କରେ। ନିରୀହ ଜୀବମାନଙ୍କୁ ମଣିଷ ପାଖରେ ବଳି ପକାଉଛ, ପୁଣି ଦେବୀମାନଙ୍କ ପାଖରେ ମଧ୍ୟ ବଳି ପକାଉଛ। ଏସବୁ କଥା ଉପରେ ମୁଁ ସ୍ୱତନ୍ତ୍ର ଭାବରେ କହିବି। ଆମର ଯେଉଁ ପଞ୍ଚମଙ୍କାର ପୂଜା ବହୁ ପୂର୍ବରୁ ଥିଲା, ତାର ପ୍ରକୃତ ଅର୍ଥଟି ଆପଣମାନଙ୍କୁ ଜଣେଇବି। ଏବେ ଭକ୍ତମାନେ ସଚେତନ ହୁଅନ୍ତୁ। ଆମେ ସରକାରଙ୍କୁ ଜଣେଇବୁ, କିନ୍ତୁ ସରକାର କ'ଣ ଗ୍ରହଣ କରିବେ କି ନା, ପ୍ରଶାସନ କ'ଣ ଗ୍ରହଣ କରିବ କି ନା, ଆମେ ସେ କଥା କହିପାରିବାନି। ଆମେ ସାଧାରଣ ଲୋକଙ୍କୁ ହିଁ ଆମେ ନିବେଦନ କରୁଛୁ, ରାମଚଣ୍ଡୀ ହୁଅନ୍ତୁ, ହରଚଣ୍ଡୀ, ରାମଚଣ୍ଡୀ, ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ସମସ୍ତଙ୍କୁ ଯେଉଁମାନେ ସେମାନଙ୍କୁ ଭଲ ପାଉଛନ୍ତି, ସେମାନେ ବଳି ପରିବର୍ତ୍ତେ ଆଉ କ'ଣ ଭଲ ଜିନିଷ ଯାଚନ୍ତୁ। ସେମାନେ ନିଜେ ସେଥିରୁ ନିବୃତ୍ତ ରୁହନ୍ତୁ। ଆଜିର କଥା ହେଉଛି ଈଶ୍ୱର ବାୟା ଆଜି କହୁଛନ୍ତି ଆଉ ଗୋଟିଏ କଥା, କାଲି ତ କହିଦେଲି, ସ୍ୱାଧ୍ୟାୟ କାହାକୁ କହନ୍ତି। ବାୟା କ'ଣ କହିଛନ୍ତି ଆମେ ତ ସେ କଥାରେ ହସ୍ତକ୍ଷେପ କରିପାରିବାନି। ସ୍ୱାଧ୍ୟାୟ ଇଏ ସେବକ ଚିନ୍ତା କରୁଛି, ନିଜକୁ ଆଗ ପ୍ରଥମ ସମୀକ୍ଷା କରିବା ହେଉଛି ସ୍ୱାଧ୍ୟାୟ। ଆଜି ତମେ ଦିନ ଭିତରେ କ'ଣ ଭୁଲ କରିଛ, କେତେ ଠିକ କରିଛ, କେତେ ଭୁଲ କରିଛ, ଇଏ କଥାକୁ ରାତିରେ ଶୋଇବା ପୂର୍ବରୁ ବିଛଣାରେ ବସିକିରି
ଆଗେ ସେଇ କଥାଟାକୁ ଚିନ୍ତନ କର। ଏଇଟା ହେଉଛି ପ୍ରଥମ ସ୍ୱାଧ୍ୟାୟ। ଦ୍ୱିତୀୟ ସ୍ୱାଧ୍ୟାୟ ହେଉଛି ଯେକୌଣସି କାମ କରିବ ସେଇଟା ଭୁଲ କି ଠିକ୍ ନିଜେ ଗୋଟେ ମିନିଟ୍ ଚିନ୍ତନ କରି ସେ କାମକୁ କର। ଇଏ ହେଉଛି ଗୋଟିଏ ସ୍ୱାଧ୍ୟାୟ। ତୃତୀୟ ସ୍ୱାଧ୍ୟାୟ ହେଉଛି ତମକୁ ଯେତେବେଳେ ସମୟ ମିଳୁଛି କିଛି ନା କିଛି ଭଲ ବହି ପଢ଼। ଆମେ ଯଦି କେବଳ ପୁରାଣ ପଢ଼ିବା ତାହେଲେ ମନଟା ସେଇ ପୁରାଣ ଭିତରେ ବାନ୍ଧି ହେଇଯିବ। ଗୀତା ପଢ଼ିବା, ଭାଗବତ ପଢ଼ିବା ଏସବୁ ବହୁତ ଭଲ, କିନ୍ତୁ ମନଟା ସେଇଠି ତାରି ଭିତରେ ସୀମିତ ନ ରହୁ। ମନ ଗୋଟେ ଏମିତି ଜିନିଷ, ତାର ବି ରୂପରେଖ ନାହିଁ, ସେ ବି ବିସ୍ତୃତ। ଆମେ ଅନେକ ସମୟ ଲୋକଙ୍କୁ କହୁ ଧ୍ୟାନ କର, ଧ୍ୟାନ କର, ତାର ଅର୍ଥ ନୁହେଁ ସେଇ ଗୋଟିଏ ପଏଣ୍ଟକୁ ଧ୍ୟାନ କରି ତୁମେ ସବୁଦିନେ ଜୀବନକୁ ଅତିବାହିତ କର। କିଛି ସମୟ ଧ୍ୟାନ କର। ଧ୍ୟାନ ଶବ୍ଦର ଅନ୍ୟାର୍ଥ ହେଉଛି ନିରୀକ୍ଷଣ। ସବୁବେଳେ ପ୍ରତ୍ୟେକ କାର୍ଯ୍ୟକୁ ତୁମେ ଠିକ୍ ଭାବରେ କଲ କି ନ କଲ ତାକୁ ଆଗେ ନିରୀକ୍ଷଣ କର। ଯେତେବେଳେ ଭଗବାନଙ୍କ ପାଖରେ ଆମେ ଭୋଗ ଅର୍ପଣ କରୁଛୁ, ସେଠି ସେବକମାନେ କହୁଛନ୍ତି ଇକ୍ଷଣ ବିକ୍ଷଣ ଚୈବ। ତାମାନେ ତାକୁ ନିରୀକ୍ଷଣ କର, ଆଉ ଥରେ ଭଲ କରି ନିରୀକ୍ଷଣ କର। ତେଣୁ ଗୋଟିଏ ପଏଣ୍ଟରେ ଧ୍ୟାନ କରି କିଏ ଯୋଗୀ ଋଷି ମୁନି କୋଉଠି କିଏ ବୁଲୁଛନ୍ତି, କୋଉଠି ପାହାଡ଼ କନ୍ଦରରେ ବହିଛନ୍ତି, ସିଏ ତାଙ୍କର କ'ଣ ଧ୍ୟାନ କରୁଛନ୍ତି ସେ ଅଲଗା କଥା। କିନ୍ତୁ ଆପଣମାନେ ଏଇ ସଂସାର ଭିତରେ ରହି ଧ୍ୟାନ କରନ୍ତୁ, ଆସନ କରନ୍ତୁ, ସେସବୁ ଠିକ୍, କିନ୍ତୁ ତା ସହିତ ଆମେ ଭଲ କାମ କରୁଛେ କି ମନ୍ଦ କାମ କରୁଛେ ନିଜକୁ ଆଗ ଶୃଙ୍ଖଳିତ କରନ୍ତୁ। ଯଦି ଭୁଲ କାମ କରିଛନ୍ତି ତା ନ କରିବା ପାଇଁ ଅନ୍ତତଃ 7 ଥର ସଂକଳ୍ପ ନିଅନ୍ତୁ କି 3 ଥର ସଂକଳ୍ପ ନିଅନ୍ତୁ, ମୁଁ ଏହି କାର୍ଯ୍ୟ ଆଉ କରିବି ନାହିଁ। ତା ସହିତ ଗୀତା ପଢ଼, ଭାଗବତ ପଢ଼, ରାମାୟଣ ପଢ଼, ଇଏ ବହୁତ ଭଲ କଥା। କେବଳ ତାରି ଭିତରେ ସୀମିତ ନ ରହି ଭଲ ମଣିଷମାନଙ୍କର, ଭଲ କବିଙ୍କର, ଭଲ ଲେଖକଙ୍କର, ଭଲ ଦାର୍ଶନିକଙ୍କର କିଛି ଜୀବନୀ ଏବଂ ତାଙ୍କର ଲେଖା ମଧ୍ୟ ପଢ଼। ପେପର ପଢ଼, ସେ ବି ଏକ ସ୍ୱାଧ୍ୟାୟ। ତେଣୁ ଟିଭି ଦେଖ, ନ୍ୟୁଜ୍ରେ ଦେଶ ବିଦେଶରେ କ'ଣ ଘଟୁଛି ତାକୁ ମଧ୍ୟ ଦେଖ ଏବଂ ସମୀକ୍ଷା କର। ସବୁବେଳେ ମନକୁ ବିସ୍ତୃତ କର। ଏ ହେଉଛି ସ୍ୱାଧ୍ୟାୟ। ବାୟା କିନ୍ତୁ କହିଲେ ଈଶ୍ୱରଙ୍କ ନାମ ଗୁଣକୀର୍ତ୍ତନ, କଲ୍ୟାଣପ୍ରଦ ଶାସ୍ତ୍ରର ଅଧ୍ୟୟନ କରିବାର ନାମ ସ୍ୱାଧ୍ୟାୟ। ସେଇ କଥାକୁ ଆମେ ଆମ ଭାଷାରେ ଆମେ ତାକୁ ଚିନ୍ତନ କଲେ ଆଉ। ତେଣୁ ଶେଷରେ ମହାପୁରୁଷମାନଙ୍କର କଥାକୁ, ବାଣୀକୁ ପାଠ କଲେ ଆମ ଭିତରେ ନିଶ୍ଚିତ ଜ୍ଞାନ, ବିଜ୍ଞାନ, ସଦ୍ଜ୍ଞାନର ଉଦୟ ହେବ। କଥା ବି ଏଠି ରଖିବା। ଜୟ ଗୁରୁ, ଜୟ Jai
Hare Krishna